କ୍ରିକେଟ ଦୁନିଆରେ ଆସିଲା ଏକ ବଡ ଖବର। ବର୍ତ୍ତମାନ ଟି-20 ବିଶ୍ୱକପ ଟୁର୍ଣ୍ଣାମେଣ୍ଟ ୟୁଏସ୍ ରେ ସମାପ୍ତ ହୋଇଥିବା ବେଳେ ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ଦଳ ଦୀର୍ଘ 17 ବର୍ଷ ପରେ ସାଉଥ ଆଫ୍ରିକାକୁ 7 ରନରେ ପରାସ୍ତ କରି ଦ୍ୱିତୀୟ ଥର ପାଇଁ ଟି-20 ବିଜେତା ହୋଇଛି। ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ଦଳର ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ ସୂର୍ଯ୍ୟ କୁମାର ଯାଦବ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରିଥିଲେ ମଧ୍ୟ ଫାଇନାଲ ମ୍ୟାଚରେ 3 ରନରେ ପରାସ୍ତ ହୋଇ ସୂର୍ଯ୍ୟ କୁମାରଙ୍କ ଲଜ୍ଜାଜନକ ବ୍ୟାଟିଂ ଦେଖି ଅନେକ କ୍ରିକେଟର ମାନେ ଟ୍ରୋଲ୍ସ କରିଥିଲେ ମଧ୍ୟ ଅନ୍ତିମ ସମୟରେ ସୂର୍ଯ୍ୟ କୁମାରଙ୍କୁ ଆଶ୍ଚର୍ଯ୍ୟ କ୍ୟାଚ୍ ଧରି ଦଳକୁ ମ୍ୟାଚ୍ ଜିତେଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଭିଡିଓଟିକୁ ସମ୍ପୂର୍ଣ୍ଣ ଆରମ୍ଭ କରିବା ପୂର୍ବରୁ ଆପଣ ମୋର ଚ୍ୟାନେଲରେ ନୂଆ ରହିଥିଲେ ଲାଇକ୍ ଆଣ୍ଡ ସବସ୍କ୍ରାଇବ କରି ସେୟାର କରନ୍ତୁ। ମୋର ଚ୍ୟାନେଲ ପସନ୍ଦ ଲାଗିଲେ କମେଣ୍ଟ କରନ୍ତୁ। ସୂର୍ଯ୍ୟ କୁମାର ଯାଦବ ଚଳିତ ବିଶ୍ୱକପ ଟି-20 ଟୁର୍ଣ୍ଣାମେଣ୍ଟରେ ଭାରତ ଦଳରେ 8ଟି ମ୍ୟାଚ୍ ଖେଳି 196 ରନ୍ ସଂଗ୍ରହ କରିବା ସହ ଅନ୍ତିମ ସମୟରେ ଆଶ୍ଚର୍ଯ୍ୟ କ୍ୟାଚ୍ ଧରି ଭାରତକୁ ମ୍ୟାଚ୍ ଜିତେଇବାରେ ସମ୍ପୂର୍ଣ୍ଣ ଭାବେ ଗ୍ରହଣ କରିଥିଲେ। ସୂର୍ଯ୍ୟ କୁମାର ଯାଦବ ଫାଇନାଲରେ 3 ରନରେ ଆଉଟ୍ ହୋଇଥିବା ବେଳେ ମୋଟ ଭାରତର ବରିଷ୍ଠ ଖେଳାଳି ମାନେ ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ୍ସ କରିଥିଲେ ମଧ୍ୟ ସୂର୍ଯ୍ୟ କୁମାର ଆଶ୍ଚର୍ଯ୍ୟ କ୍ୟାଚ୍ ଧରି ସମସ୍ତଙ୍କର ପାଟି ବନ୍ଦ କରାଇ ଦେଇଥିଲେ। କହିଦେବାକୁ ଚାହିଁବି ବର୍ତ୍ତମାନ ବିଶ୍ୱକପ ଟୁର୍ଣ୍ଣାମେଣ୍ଟ ସମାପ୍ତ ହୋଇଥିବା ବେଳେ ମୋର ଚ୍ୟାନେଲ ଆପଣଙ୍କୁ